ସାଧାରଣ ଜନତାଙ୍କ ପାଇଁ ଆସିଲା ବଡ଼ ଖବର ବଦଳିଲା ସିଲିଣ୍ଡରର ମୂଲ୍ୟ। ତେବେ କ'ଣ ରହିଛି ସମ୍ପୂର୍ଣ୍ଣ ଅପଡେଟ୍ ଆସନ୍ତୁ ଜାଣିବା। ତା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ରଖନ୍ତୁ ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ସବୁଠୁ ପ୍ରଥମେ ପାଇବା ପାଇଁ। ତୈଳ ବିପଣନ କମ୍ପାନୀଗୁଡ଼ିକ ସୋମବାର ଏପ୍ରିଲ 27ରେ ନୂଆ ଏଲ୍‌ପିଜି ସିଲିଣ୍ଡର ମୂଲ୍ୟ ପ୍ରକାଶ କରିଛନ୍ତି। ଆନ୍ତର୍ଜାତୀୟ ଅଶୋଧିତ ତୈଳ ମୂଲ୍ୟ ଏବଂ ସାଉଦି କଣ୍ଟ୍ରାକ୍ଟ ପ୍ରାଇସ୍‌ରେ ପରିବର୍ତ୍ତନ ସତ୍ତ୍ୱେ ଘରୋଇ ରନ୍ଧନ ଗ୍ୟାସ୍ ମୂଲ୍ୟ ସ୍ଥିର ରହିଛି। ନୂଆ ସପ୍ତାହ ଆରମ୍ଭ ହେବା ସହିତ ସାଧାରଣ ଲୋକଙ୍କ ପାଇଁ କିଛି ଭଲ ଖବର ଆସିଛି। ଘରୋଇ ଏଲ୍‌ପିଜି ମୂଲ୍ୟ 27 ଏପ୍ରିଲ 2026 ପାଇଁ ଅପରିବର୍ତ୍ତିତ ରହିଛି। ତଥାପି ବାଣିଜ୍ୟିକ ଗ୍ୟାସ୍ ମୂଲ୍ୟ ପୂର୍ବରୁ ଉଚ୍ଚ ସ୍ତରରେ ରହିଛି। ତେବେ ଆଜି କେଉଁ ସହରରେ କେତେ ଦର ରହିଛି ଆସନ୍ତୁ ଜାଣିବା। ଆଜି ନୂଆଦିଲ୍ଲୀରେ ଘରୋଇ ସିଲିଣ୍ଡର ମୂଲ୍ୟ 913 ଟଙ୍କାରେ ସ୍ଥିର ରହିଛି। ମୁମ୍ବାଇରେ ଏଠାରେ ଏକ ଘରୋଇ ସିଲିଣ୍ଡର 912 ଟଙ୍କା 50 ପଇସାରେ ଉପଲବ୍ଧ ରହିଛି। ସେହିପରି ଭୁବନେଶ୍ୱରରେ ଘରୋଇ ସିଲିଣ୍ଡର ମୂଲ୍ୟ 939 ଟଙ୍କା ରହିଥିବା ବେଳେ କୋଲକାତାରେ ଘରୋଇ ସିଲିଣ୍ଡର 393 ଟଙ୍କାରେ କାରବାର କରୁଛି। ଅନ୍ୟପଟେ ଚେନ୍ନାଇରେ ଏକ ଘରୋଇ ସିଲିଣ୍ଡର ମୂଲ୍ୟ 928 ଟଙ୍କା 50 ପଇସା ଦେବାକୁ ପଡୁଛି। ତେବେ ବାଣିଜ୍ୟିକ ସିଲିଣ୍ଡର ମୂଲ୍ୟ କ'ଣ ରହିଛି? ବ୍ୟବସାୟ ଏବଂ ହୋଟେଲ ମାଲିକଙ୍କ ପାଇଁ ବର୍ଦ୍ଧିତ ଚାପ 19 କିଲୋଗ୍ରାମର ବାଣିଜ୍ୟିକ ସିଲିଣ୍ଡର ମୂଲ୍ୟରେ ତୀବ୍ର ବୃଦ୍ଧି ଘଟିଛି। ଦିଲ୍ଲୀରେ ବାଣିଜ୍ୟିକ ଗ୍ୟାସ୍ ନୂଆଦିଲ୍ଲୀ 2078 ଟଙ୍କା 50 ପଇସା ରହିଛି। ସେହିପରି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଏକ ବାଣିଜ୍ୟିକ ଗ୍ୟାସ୍ ମୂଲ୍ୟ 2245 ଟଙ୍କାରେ କାରବାର କରୁଛି। ତେବେ ଦାମ ଆହୁରି ବୃଦ୍ଧି ପାଇବ କି? ପଶ୍ଚିମ ଏସିଆରେ ଇରାନ ଆଉ ଇସ୍ରାଏଲ ଯୁଦ୍ଧ ଏବଂ ହରମୁଜ ପ୍ରଣାଳୀରେ ଅଶାନ୍ତି ବିଶ୍ୱ ଯୋଗାଣ ଶୃଙ୍ଖଳାକୁ ବାଧାପ୍ରାପ୍ତ କରିଛି। ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଯଦି ଅଶୋଧିତ ତୈଳ ଡଲାର 110 ଅତିକ୍ରମ କରେ ତେବେ ଭବିଷ୍ୟତରେ ଘରୋଇ ସିଲିଣ୍ଡର ମୂଲ୍ୟ ମଧ୍ୟ ବୃଦ୍ଧି ପାଇପାରେ ବୋଲି ଆଶଙ୍କା ରହିଛି। ତେବେ ଏହା ଥିଲା ସମ୍ପୂର୍ଣ୍ଣ ଅପଡେଟ୍‌ଟି। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ପାଇଁ ଭୁଲନ୍ତୁ ନାହିଁ।